ଆଜି ଗୋଟେ ସୁନ୍ଦର ଗପଟିଏ ପଢ଼ିଲି। ଗୋଟେ ଗଛରେ ଗୋଟେ କୁନି ଚଢ଼େଇଟେ ବସା ବାନ୍ଧି ବହୁତ ଖୁସିରେ ରହୁଥିଲା। ଈଶ୍ୱରଙ୍କୁ ବହୁତ ବିଶ୍ୱାସ କରେ। ଗୋଟେ ଦିନ ଝଡ଼ ତୋଫାନରେ ତାର ବସା ଆସି ଭାଙ୍ଗିଗଲା। ସେ କାନ୍ଦି କାନ୍ଦି ଭଗବାନଙ୍କୁ କହିଲା, ପ୍ରଭୁ, ମୁଁ ତୁମକୁ ଏତେ ବିଶ୍ୱାସ କରେ, ତୁମ ଉପରେ ମୋର ଏତେ ଭରସା, ତଥାପି ମୁଁ ଏତେ କଷ୍ଟରେ କରିଥିବା ଛୋଟିଆ ବସାଟିକୁ, ଛୋଟିଆ ଘରଟିକୁ ମୋର ତମେ ଝଡ଼ ବତାସ ପକାଇ ଭାଙ୍ଗିଦେଲ। ଉତ୍ତରରେ ପ୍ରଭୁ କହିଲେ, ଆରେ ତୋ ବସାରେ ଗୋଟେ ସାପ ପଶି ଯାଇଥିଲା, ଆଉ ଅଳ୍ପ ସମୟ ପରେ ସେ ତୋତେ ଖାଇ ଦେଇଥାନ୍ତା। ଆଉ ତୋ ଜୀବନ ବଞ୍ଚାଇବା ପାଇଁ ମୁଁ ଝଡ଼ ବତାସ ମାଧ୍ୟମରେ ହିଁ ତୋ ବସାଟିକୁ ଭାଙ୍ଗିଦେଲି। ଠିକ୍ ଏହିପରି ଯେତେବେଳେ ଭଗବାନ ଆମକୁ ଦୁଃଖ ଦିଅନ୍ତି, ଆମେ ଦୁଃଖରେ କାତର ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁ, ହେ ପ୍ରଭୁ, କାହିଁକି ଆମକୁ ଏତେ ଦୁଃଖ ଦେଉଛ? କିନ୍ତୁ ତା ପଛରେ ଭଗବାନଙ୍କର ଯେଉଁ ମହତ ଉଦ୍ଦେଶ୍ୟ ଥାଏ ତାକୁ ଆମେ ବୁଝିପାରୁନୁ।